କେବେ ଭାବିଛନ୍ତି ଗୋଟିଏ ମାତ୍ର ଆଇଡିଆ କେମିତି ପୂରା ମାନବ ଇତିହାସକୁ ବୁଝାଇ ପାରିବ? ରାଜା ମହାରାଜାଙ୍କ ଯୁଦ୍ଧଠାରୁ ଆରମ୍ଭ କରି ଆଜିର ଇଣ୍ଟରନେଟ୍ ଯୁଗ ପର୍ଯ୍ୟନ୍ତ ସବୁକିଛି ପଛରେ କୁଆଡ଼େ ଗୋଟିଏ ହିଁ ଶକ୍ତି କାମ କରୁଛି, ଆଉ ତାହା ହେଉଛି ଶ୍ରେଣୀ ସଂଘର୍ଷ। ଏଇଟା ହିଁ ଥିଲା କାର୍ଲ ମାର୍କସଙ୍କର ସେହି ବୈପ୍ଳବିକ ସିଦ୍ଧାନ୍ତ। ତେବେ ଚାଲନ୍ତୁ ଏହାକୁ ଟିକେ ଭଲ ଭାବରେ ବୁଝିବା। ମାର୍କସଙ୍କର ଏହି ଗୋଟିଏ ଲାଇନ୍ରେ ପୂରା ସିଦ୍ଧାନ୍ତର ସାରାଂଶ ରହିଛି। ସେ କହିବାକୁ ଚାହୁଁଥିଲେ ଯେ ଆମେ ଇତିହାସକୁ ଯେମିତି ଦେଖୁ, ମାନେ ବଡ଼ ବଡ଼ ଯୁଦ୍ଧ, ଧର୍ମ କିମ୍ବା ମହାନ ନେତାଙ୍କ କାହାଣୀ ଭାବରେ, ସେଟା ପ୍ରକୃତ ଚିତ୍ର ନୁହେଁ। ପ୍ରକୃତ କାହାଣୀ ହେଉଛି ଧନୀ ଆଉ ଗରିବ, ଶୋଷକ ଆଉ ଶୋଷିତଙ୍କ ଭିତରେ ଚାଲିଥିବା ଏକ ଅନବରତ ସଂଘର୍ଷର କାହାଣୀ। ତାହେଲେ ମାର୍କସଙ୍କ ମୁଣ୍ଡକୁ ଏହି ବିଚାର ଆସିଲା କେମିତି? ସେତେବେଳେ 19ବିଂଶ ଶତାବ୍ଦୀର ୟୁରୋପ। ଚାରିଆଡ଼େ ଶିଳ୍ପ ବିପ୍ଳବର ଧୂଆଁ, ବଡ଼ ବଡ଼ କାରଖାନା ତିଆରି ହେଉଥିଲା, ଆଉ ଏକ ନୂଆ ପ୍ରକାରର ସମାଜ ଜନ୍ମ ନେଉଥିଲା। ଆଉ ଏହି ନୂଆ ସମାଜରେ ଦୁଇଟି ଶ୍ରେଣୀ ପରସ୍ପରଠାରୁ ପୂରାପୂରି ଅଲଗା ହୋଇଯାଉଥିଲେ। ଏହି ଖେଳରେ ଦୁଇଟି ମୁଖ୍ୟ ଖେଳାଳି ଥିଲେ। ଗୋଟେ ପଟେ ଥିଲେ ବୁର୍ଜୁଆ ବା ପୁଞ୍ଜିପତି ଶ୍ରେଣୀ। ଏମାନେ ଥିଲେ କାରଖାନା, ଜମି ଆଉ ପୁଞ୍ଜିର ମାଲିକ। ସେମାନଙ୍କର ଗୋଟିଏ ହିଁ ଲକ୍ଷ୍ୟ, ଯେତେ ସମ୍ଭବ ଅଧିକ ଲାଭ କମାଇବା। ଆଉ ଅନ୍ୟପଟେ ଥିଲେ ପ୍ରଲେତାରିଏତ ବା ଶ୍ରମିକ ଶ୍ରେଣୀ। ସେମାନଙ୍କ ପାଠରେ ବିକିବା ପାଇଁ ନିଜ ଶରୀରର ଶ୍ରମ ଛଡ଼ା ଆଉ କିଛି ନଥିଲା, ଆଉ ସେମାନଙ୍କର ଲକ୍ଷ୍ୟ ଥିଲା ବଞ୍ଚିବା ପାଇଁ ଟିକେ ଭଲ ମଜୁରୀ। ଏବେ ଦେଖନ୍ତୁ, ଏହି ଦୁଇ ଶ୍ରେଣୀଙ୍କ ସ୍ୱାର୍ଥ କେବେ ବି ମିଶିପାରିବ ନାହିଁ। ମାଲିକ ଚାହିଁବ କମ୍ ପଇସା ଦେଇ ଅଧିକ କାମ କରାଇବାକୁ, ଆଉ ଶ୍ରମିକ ଚାହିଁବ ଅଧିକ ପଇସା। ମାର୍କସଙ୍କ ମତରେ ଏହି ସଂଘର୍ଷ କୌଣସି ଭୁଲ ବୁଝାମଣା ନୁହେଁ, ବରଂ ଏହା ହିଁ ପୁଞ୍ଜିବାଦୀ ବ୍ୟବସ୍ଥାର ମୂଳଦୁଆ। ଏହା ଏହି ସିଷ୍ଟମରେ ଡିଜାଇନରେ ହିଁ ଅଛି। ଆଉ ଏହି ଯେଉଁ ଆର୍ଥିକ ଲଢ଼େଇ, ତାହା କେବଳ କାରଖାନାର ଚାରିକାନ୍ଥ ଭିତରେ ସୀମିତ ନୁହେଁ। ମାର୍କସ କହୁଥିଲେ ଯେ ଏହା ହିଁ ପୂରା ସମାଜକୁ ଚଲାଏ। ଅର୍ଥନୀତି ହେଉଛି ଇତିହାସର ସେହି ଇଞ୍ଜିନ୍, ଯାହା ଆମର ରାଜନୀତି, ଆଇନ କାନୁନ, ଏପରିକି ଆମ ସଂସ୍କୃତିକୁ ବି ନିଜ ଇଚ୍ଛାରେ ଗଢ଼ିଥାଏ। ଏହାକୁ ବୁଝିବା ପାଇଁ ସେ ଏକ ମଡେଲ ଦେଇଥିଲେ, ବେସ୍ ଆଉ ସୁପରଷ୍ଟ୍ରକ୍ଚର। ଭାବନ୍ତୁ ସମାଜ ଗୋଟେ ବିଲ୍ଡିଂ ପରି। ତାର ମୂଳଦୁଆ ବା ବେସ୍ ହେଉଛି ଅର୍ଥନୀତି, ମାନେ କିଏ ଉତ୍ପାଦନ କରୁଛି ଆଉ ସେହି ଉତ୍ପାଦନର ମାଲିକ କିଏ। ଆଉ ଏହି ମୂଳଦୁଆ ଉପରେ ହିଁ ପୂରା ବିଲ୍ଡିଂଟା ତିଆରି ହୋଇଛି, ଯାହାକୁ ସୁପରଷ୍ଟ୍ରକ୍ଚର କୁହାଯାଏ। ଏଥିରେ ଆସୁଛି ଆମ ରାଜନୀତି, ଆଇନ, ଶିକ୍ଷା, ଧର୍ମ, ସବୁକିଛି। ସିଧା କଥା ହେଲା, ଯାହା ହାତରେ ଅର୍ଥନୀତିର ଚାବିକାଠି, ପୂରା ସମାଜ ତାରି ଇଶାରାରେ ନାଚେ। ମାର୍କସଙ୍କ ମତରେ ଇତିହାସ ଏହି ସଂଘର୍ଷର ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢ଼ିଛି। ଆଦିମ ସମାଜରେ କୌଣସି ଶ୍ରେଣୀ ନଥିଲା, ସମସ୍ତେ ସମାନ ଥିଲେ। କିନ୍ତୁ ତାପରେ ଆସିଲା ଦାସ ସମାଜ, ଯେଉଁଠି ମାଲିକମାନେ ଦାସମାନଙ୍କୁ ଶୋଷଣ କଲେ। ତାପରେ ଆସିଲା ସାମନ୍ତବାଦ, ଯେଉଁଠି ଜମିଦାରମାନେ ଭୂମିଦାସଙ୍କୁ ଶୋଷଣ କଲେ। ଆଉ ଶେଷରେ ଆସିଲା ପୁଞ୍ଜିବାଦ, ଯେଉଁଠି ପୁଞ୍ଜିପତିମାନେ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି। ଦେଖନ୍ତୁ, ଯୁଗ ବଦଳୁଛି, ଚେହେରା ବଦଳୁଛି, କିନ୍ତୁ ଶୋଷକ ଆଉ ଶୋଷିତଙ୍କ ଭିତରର ସେହି ମୂଳ ସଂଘର୍ଷଟା ସବୁବେଳେ ସମାନ ରହିଛି। ଠିକ୍ ଅଛି, ଯଦି ଇତିହାସର ପ୍ରତ୍ୟେକ ପର୍ଯ୍ୟାୟ ଏକ ସଂଘର୍ଷ ଭିତରୁ ବାହାରିଛି, ତାହେଲେ ପୁଞ୍ଜିବାଦର ଭାଗ୍ୟରେ କ'ଣ ଲେଖାଥିଲା? ମାର୍କସ କେବଳ ଅତୀତକୁ ଦେଖୁନଥିଲେ, ସେ ଭବିଷ୍ୟତ ବିଷୟରେ ଏକ ବଡ଼ ଭବିଷ୍ୟବାଣୀ ମଧ୍ୟ କରିଥିଲେ। ତେବେ ପ୍ରଶ୍ନ ଉଠୁଛି, ଏହି ଯେଉଁ ଅନ୍ତହୀନ ସଂଘର୍ଷ, ଏହାର ସମାଧାନ କେମିତି ହେବ? ଏହାର ଶେଷ କେବେ? ଏଇଠୁ ହିଁ କାହାଣୀରେ ଏକ ନୂଆ ମୋଡ଼ ଆସୁଛି। ମାର୍କସଙ୍କ ଅନୁସାରେ ଏହାର ଚାବିକାଠି ହେଉଛି ଶ୍ରେଣୀ ଚେତନା। ଏହା ଏକ ଏଭଳି ଜାଗରଣର ମୁହୂର୍ତ୍ତ, ଯେତେବେଳେ ଜଣେ ଶ୍ରମିକ ବୁଝିପାରେ ଯେ ତାର ଦୁଃଖ କେବଳ ତାର ଏକାକୀ ଦୁଃଖ ନୁହେଁ, ଏହା ହେଉଛି କୋଟି କୋଟି ଶ୍ରମିକଙ୍କର ସମାନ ଦୁଃଖ। ଯେତେବେଳେ ସେମାନେ ବୁଝନ୍ତି ଯେ ସେମାନଙ୍କର ପ୍ରକୃତ ଶତ୍ରୁ ପାଖ କାରଖାନାର ଶ୍ରମିକ ନୁହେଁ, ବରଂ ପୂରା ସିଷ୍ଟମଟା ହିଁ, ସେତେବେଳେ ହିଁ ପ୍ରକୃତ ପରିବର୍ତ୍ତନର ନିଆଁ ଜଳିଉଠେ। ଏହି ପରିବର୍ତ୍ତନ ପାଇଁ ସେ 3ଟି ଷ୍ଟେପ୍ ବିଷୟରେ କହିଥିଲେ। ପ୍ରଥମେ ଶ୍ରମିକମାନଙ୍କ ମଧ୍ୟରେ ଏହି ଶ୍ରେଣୀ ଚେତନା ଆସିବ। ତାପରେ ସେମାନେ ସମସ୍ତେ ଏକାଠି ହୋଇ ଏକ ବିପ୍ଳବ କରିବେ, ଆଉ ପୁଞ୍ଜିବାଦୀ ବ୍ୟବସ୍ଥାକୁ ଉପାଡ଼ି ଫିଙ୍ଗିଦେବେ। ଆଉ ଶେଷରେ ଏକ ଅସ୍ଥାୟୀ ସରକାର ଗଠନ ହେବ, ଯାହାକୁ ସେ ପ୍ରୋଲେତାରିଏତର ଏକଛତ୍ରବାଦ କହିଥିଲେ। ଏଠାରେ ଶ୍ରମିକ ଶ୍ରେଣୀ ନିଜେ ଶାସନ କରିବ, ଯାହାଫଳରେ ଏକ ଶ୍ରେଣୀହୀନ, ଶୋଷଣମୁକ୍ତ ସମାଜ ଗଢ଼ାଯାଇପାରିବ। ଆଉ ଏହି ଚେତନାରୁ ହିଁ ଜନ୍ମ ନେଇଥିଲା ଇତିହାସର ସବୁଠୁ ଶକ୍ତିଶାଳୀ ନାରା, ଦୁନିଆର ମଜଦୁର ଏକ ହୁଅ, ତୁମାର ହରାଇବା ପାଇଁ ଏହି ଶିକୁଳି ଛଡ଼ା ଆଉ କିଛି ବି ନାହିଁ। ଏସବୁ ତ ଥିଲା ମାର୍କସଙ୍କର ସିଦ୍ଧାନ୍ତ ଆଉ ଭବିଷ୍ୟବାଣୀ। କିନ୍ତୁ ବାସ୍ତବରେ କ'ଣ ହେଲା? 150 ବର୍ଷ ପରେ ଆଜିର ଦୁନିଆରେ ଏହି ସିଦ୍ଧାନ୍ତର ମୂଲ୍ୟ କେତେ? ଚାଲନ୍ତୁ ଦେଖିବା। ଦେଖନ୍ତୁ, ଏହି ସିଦ୍ଧାନ୍ତର ଅନେକ ସମାଲୋଚନା ମଧ୍ୟ ହୁଏ।
ସମାଲୋଚକମାନେ କହନ୍ତି ଯେ ମାର୍କ୍ସ ସବୁକିଛିକୁ କେବଳ ଅର୍ଥନୀତିର ଚଷମାରେ ଦେଖୁଥିଲେ ଆଉ ଜାତି ଧର୍ମ କିମ୍ବା ଲିଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅଣଦେଖା କରିଥିଲେ। ତାଙ୍କର ସେହି ବିଶ୍ୱବ୍ୟାପୀ ଶ୍ରମିକ ବିପ୍ଳବର ଭବିଷ୍ୟବାଣୀ ମଧ୍ୟ ସତ ହେଲାନି। ଆଉ ଏକ ବଡ଼ କଥା ହେଲା, ସମାଜରେ ଏକ ବିଶାଳ ମଧ୍ୟବିତ୍ତ ଶ୍ରେଣୀ ତିଆରି ହେଲା, ଯାହାକି କେବଳ ଧନୀ ଆଉ ଗରିବର ସରଳ ବିଭାଜନକୁ ବହୁତ ଜଟିଳ କରିଦେଲା। କିନ୍ତୁ ଏତେ ସବୁ ସମାଲୋଚନା ସତ୍ତ୍ୱରେ ଆଜି ବି ଯେତେବେଳେ ସମାଜରେ କ୍ଷମତା ଆଉ ଅସମାନତାର କଥା ଉଠେ, ମାର୍କ୍ସଙ୍କର ଏହି ସିଦ୍ଧାନ୍ତକୁ ଏଡ଼ାଇ ଦେଇ ହୁଏ ନାହିଁ। ଆଜିର ଦୁନିଆକୁ ଟିକେ ଦେଖନ୍ତୁ। ଧନୀ ଆଉ ଗରିବ ଭିତରେ ପାର୍ଥକ୍ୟ ବଢ଼ିବାରେ ଲାଗିଛି। ବଡ଼ ବଡ଼ କର୍ପୋରେଟ୍ କମ୍ପାନୀମାନେ ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି। ଗିଗ୍ ଇକୋନୋମି ନାଁରେ ଯେଉଁ ନୂଆ ବ୍ୟବସ୍ଥା ଆସିଛି, ସେଥିରେ ଲକ୍ଷ ଲକ୍ଷ ଲୋକଙ୍କର ଚାକିରିର କୌଣସି ସ୍ଥିରତା ନାହିଁ। ଏହିସବୁ ସମସ୍ୟାକୁ ଦେଖିଲେ ମନେହୁଏ ମାର୍କ୍ସଙ୍କ କଥାଗୁଡ଼ିକ ଆଜି ବି କେତେ ପ୍ରାସଙ୍ଗିକ। ତେବେ ଶେଷରେ ପ୍ରଶ୍ନ ଏହା ହିଁ ରହୁଛି, ଆମ ଆଖପାଖରେ ଯାହା ସବୁ ଘଟୁଛି, ରାଜନୀତିରେ, ସମାଜରେ, ଅର୍ଥନୀତିରେ, ସତରେ କ'ଣ ତା ପଛର ମୁଖ୍ୟ ଚାଳକ ଶକ୍ତି ଆଜି ବି ସେହି ଶ୍ରେଣୀ ସଂଘର୍ଷ? ଏହାର ଉତ୍ତର ଆମ ସମସ୍ତଙ୍କୁ ନିଜ ନିଜ ଅନୁଭବରୁ ଖୋଜିବାକୁ ପଡ଼ିବ।